ଆପଣ ଭିडिଓ ଦେଖିଲେ ବିଶ୍ୱାସ ବି କରିବେନି କି ଭୋଜି ଭାତରେ ଚୁଲିରେ ଆଗ ବସା ହେଇ ସଭା ଶେଷରେ ଓହ୍ଲା ହଉଥିବା ଆଇଟମ କୁ ମୁଁ ଘରେ ବନେଇଛି ମାତ୍ର ଅଧଘଣ୍ଟାରେ। ହଁ ମୁଁ କ୍ଷୀରି କଥା ହିଁ କହୁଛି। ତ ଶୁଣନ୍ତୁ, ପ୍ରଥମେ ପ୍ରେସର କୁକରରେ ଟିକେ ଘିଅରେ ତେଜପତ୍ର ଦେଇ ଗୋଟେ ଚାମଚ ଚିନିକୁ କ୍ୟାରାମେଲାଇଜ କରି ବତୁରେଇ ଥିବା ବାସୁମତି କ୍ଷୀରି ଚାଉଳକୁ ଦେଇକି 2 ଚିମୁଟା ଲୁଣ ପକେଇକି ତାକୁ ଟିକେ ଭାଜିଦବା। ଆଉ ସେଥିରେ ଦେଇଦବା 1 ଲିଟର କ୍ଷୀର ଏବଂ ସବୁଠୁ ମୋଷ୍ଟ ସିକ୍ରେଟ ଆଉ ଇମ୍ପୋର୍ଟାଣ୍ଟ ଜିନିଷ 2ଟା ଅମୁଲ ପ୍ୟାକେଟ କୁ ପାଣିରେ ଗୋଳିକି ତାକୁ ବି କ୍ଷୀର ସହିତ ଦେଇଦବା। ଦେନ୍ କୁକର ଫ୍ଲେମ କୁ ମିଡିୟମ ହାଇ ରେ ରଖିକି 2-3ଟା ସିଟି ଦେଲା ପରେ ଦେଖିବେ ଚାଉଳଟା ପୁରା ବଢିଆ ସେ ସିଝି ଯାଇଥିବ। ତ ଏବେ ଆସିବ ବଡ କାମର ଜିନିଷ। ତ ଏବେ କ୍ଷୀରିକୁ ଆମେ ସେମି ଅଟୋମେଟିକ ବ୍ଲେଣ୍ଡର ରେ ଘୋଟିବା। ୟାର ପ୍ରାଇସ ଟା ମାତ୍ର 144 ଟଙ୍କା। ଆଉ ଏଟା ସ୍ଟେନଲେସ୍ ଷ୍ଟିଲ ହବା ସହ କମ ପରିଶ୍ରମରେ ପୁରା ଇଜିଲି କ୍ଷୀରି, ଡାଲି, କେକ୍ ବ୍ୟାଟର, ଅଣ୍ଡା କିମ୍ବା ଛୋଟ ଛୁଆଙ୍କ ଖାଦ୍ୟକୁ ଫାଇନଲି ବ୍ଲେଣ୍ଡ କରିଦବ। ଭିଡିଓ ଦେଖିକି ହିଁ ଆପଣ ଜାଣିପାରୁଥିବେ ଏଟା କେତେ ଇଜିଲି ଚାଉଳରୁ କ୍ଷୀରି ବନେଇଦେଲା। ତ ୟାକୁ କିଣିବା ପାଇଁ ସ୍କ୍ରିନରେ ଥିବା ଷ୍ଟିକର କୁ କ୍ଲିକ କରିଦିଅନ୍ତୁ ଆଉ ନିଜ ପାଇଁ ଅର୍ଡର କରିଦିଅନ୍ତୁ। ତ ଏବେ ଘିଅରେ କିଛି ଡ୍ରାଇ ଫ୍ରୁଟ୍ସ କୁ ଭାଜିକି କ୍ଷୀରରେ ତାକୁ ଦେଇଦବା ଏବଂ ଲାଷ୍ଟରେ ଦେଇଦବା ମନ ଭରିକି ମିଲ୍କ ମେଡ୍। ତ ବାସ୍ ଏବେ ଆମର ରେଡି ହେଇଗଲା ଭୋଜି ଷ୍ଟାଇଲ କ୍ଷୀରି। ସୋ ଏବେ ପୂଜା ପର୍ବାଣୀ କିମ୍ବା ଓଷା ବ୍ରତ ଆସିଲେ ଡରିକି ଟେନସନ ନ ହେଇକି ଅଧଘଣ୍ଟାରେ ଏଇ ପ୍ରୋସେସ ରେ ଘରେ ବନାନ୍ତୁ କ୍ଷୀରି।